तो गाइस जय जगन्नाथ मैंने आप स्वागत कर ब्यूटीफुल ब्लॉग रे आज सकाल सकाल ब्लॉग आरंभ कर देजी वर्षा तीन किना आ काली ब्लॉग तो आप देखिए काली गोटे भल टपिक आम कथा होते तो आज मुझे कहली ना टे नेचर टाक देखेदवा एक्चुअली आम गाँव पाणीपाग केते कदर्य भाई इंद्रदेव जमी सब जाक दाम आमको सार दे माने पूरा ओडिशा को जमी कोप कर दे टाइप बेड़ा होथर वर्षा यही किंतु यही वर्षा जमी हो आज यही वर्ष कौन सी वर्ष भाई आम देखी देखलु कह विष तू कौ देखी तू जन्म नु तु कौन जन्म दिलु तु माँ पेट थिलु तुम राज हसी चाली देखी गो आ किसी कहबे खाली पटी जी देखु गाइस को बेला है माने पानी विश्वास कर ये बेला माने रास्ता को दर्ज्य धन्य आ बोलबम तो मुझे तो ये वर्ष बोलबम जापर कि पाड़ी अच्छी जेहेतु घर सब पानी बुड़ी आठुए आ बोलबम जी कौन घर को तो देखा पड़ू घर व्यवस्था सब शोचनीय करने टाइम देवा पड़ू घरे जेहेतु वर्षा के छाड़ार ना धरुनी कि घर पानी के छाड़ार भी ना धरुनी तो एक्चुअली पानी ही ना 15 वर्ष तले जहाँ थिला जदि बर्तमान से जिनसा थाईता तो असुविधा किसी ना जेहेतु 15 वर्ष तले घर उच्चा थी रास्ता डाउन थी एक रास्ता हाइट है घर पूरा दबी जाइए तल को ये गाई दिने ये गोटे साप खेलुला ये ना थे साप खेलुला भाई नाग गोखुर कि डांस देखो तो आकाश देख पारे पूरा मेघुआ मेघुआ अंधार कर रखी टाइम हो गलानी पाखापाखि 8टा बाज बोधे कि बाज सारी तो कल राति जाक भाई भयंकर वर्षा है गाड़ी बाहर इच्छा होने कादुरे गाड़ी पूरा कादुरे पूरा माने कौन कहला हेता जाइए गाधी पड़ी कादुरे तो ये कादू छड़ाई टाइम ना आहरी तक आना कष्ट देवा खराब वर्षा हम गे विशु कि रही हाँ ओई चंडाल जी से तो मारी जाऊ जी रे वर्षा रही जाऊ विशु कान कीड़ा के शुभुनी देखो रास्ता कि देखिले ये हूँ श्मशान रोड माने मशाणी रोड देख कोभला रोड है एपटे आम चल चल जाऊँ आपण गाँ आपण एरिया ये कादु फादु के कमेंट कह तो ये रास्ता अच्छी आप मुझे आठ कतर ना कदर्जी रास्ता थी कौटी रास्ता भी भांगी जाइए चाकी गचर फुल माल टांगी दीजी देख आग आड़े भाई आकाशटा जो कौन देखा जाए देख लो भाई तारीखनी कि ए रास्ता भी आ 15 दिन वर्षा जो लगातार ये हम सबुआड़े पानी एति रहे
ଗୋଟେ ବିଶାଳ ଆମ୍ବ ଗଛ ଥିଲା, ଗୋଟେ ବଡ଼ ବଡ଼ ଆମ୍ବ ଗଛ। ଏ ଗଛ ନିଜେ ନିଜେ ଖସି ପଡ଼ିଲା ନାହିଁ, ପବନରେ ଖସି ପଡ଼ିଲା। ଆମ ଚୁଟି ତ ଦେଖିପାରୁଥିବ, ଭଲ ଭଲ ଚୁଟି ଯାଇ କାଟିବନି। ମୋ ଫେସ୍ ବି ବହୁତ କଦର୍ଯ୍ୟ ଦେଖାଯାଉଛି। କାହାକୁ କହିବା? ମହାଦେବ ଜୀକୁ କହିବା। ତ ଆମେ ରାସ୍ତାକୁ ପାଖାପାଖି ପଳେଇ ଆଇଲୁଣି, କିନ୍ତୁ ବର୍ଷା ଦିନେ ଗୋଟେ କାରଣ କ'ଣ କହିଲ, ରାସ୍ତାଟା ଭାଇ କି ପବନ ହେଉଛି। ଦେଖ ସକାଳରୁ ମାନେ ରାତିରେ ବି ରାତିରେ କିଛି ପବନ ହେଉଥିଲା ଭାଇ, କାଲି ରାତିରେ ବିଶ୍ୱାସ କରିବନି, ଭୟଙ୍କର ପବନ ହେଉଥିଲା। ମୁଁ କହିଲି ତଥାପି ଏଠି ଖାଲି ଦିନରେ ମାଛ ଧରୁଥିଲି ତୋ ପାଇଁ। ମାନେ ଆମ ପଦାଟରେ ଘର ଚାରିପଟେ ଯେହେତୁ ପାଣି ଜମି ଯାଇଛି, ତ ଛୋଟ ଛୋଟ ମାଗୁର ଆସିକି ମାନେ ସେଇ ଜାଗାରେ ବାସ କରିଦେଇଛି। ସେଇ ମାଗୁର ମାଛ ରୁଡ଼ ଉପରକୁ ଉଠି ଯାଉଛି ପୁରା ପଦାରୁ। ତ ସେଇଗୁଡ଼ାକ କୁରେ ଛାଡ଼ିବା ପାଇଁ ବିଶୁ କହିଥିଲା ତା ଭାଉଜ ହେକା କାଲି ରାତିରେ ଖାଲି 10ଟା 11ଟା ଯାକେ ଧରୁଛି ମାଛ। ହଁ, ଯାଉଛି 2-3ଟା ଧରିକି ପଳେଇ ଯାଉଛି, ପୁଣି ଯାଉଛି 5-6ଟା, ପୁଣି 2-3ଟା ଧରିକି ଯାଉଛି। ଭାଇ ଦେଖ କି କଦର୍ଯ୍ୟ ହେଇଛି ରାସ୍ତାଟା। ମାନେ ଏଇ ସିଧେ ସିଧେ ଯିବ ତ ଠିକ୍, ଏପଟା ମାନେ ଖାଲି ମଇଳା। ବର୍ଷା ଦିନ ନା, ଆଉ ତାପରେ ଏରିଆରେ ଯେତିକି ଆଖପାଖ ଲୋକ ତାଙ୍କର ମାନେ ଇଜ୍ଜତ ବୋଲି ଟିକେ ନାହିଁ। ସବା ଯୋଉଠି ପାରିବେ ସେଇଟା କେତେଟା ଯିବେ। ବର୍ଷା କିନ୍ତୁ ପଡ଼ୁଛି ମୋର ଦେଖିପାରୁଛ, ସେଇଥିରେ ବି କଷ୍ଟ କରିବାକୁ ପଡ଼ୁଛି। ଆଉ କ'ଣ କରିବା? ଆଉ ଏମାନେ ଦେଖ ରାସ୍ତା ସାଇଡ଼୍ରେ ନା କଚରା କରୁଛନ୍ତି, ମାନେ କେଉଁଠି ଜାଗା ନାହିଁ, ରୋଡ଼ ସାଇଡ଼୍ରେ କେମିତି କଚରା କରିଛି ଦେଖନ୍ତୁ। ଏମିତି ରୋଡ଼ ସାଇଡ଼୍ରେ କଚରା କଲେ କେଉଁ ଗଭର୍ଣ୍ଣମେଣ୍ଟ ଦେଖୁନି କେତେବେଳେ ନାଇଁ ରେ। এইটা ଆକ୍ଚୁଆଲି କେଉଁ କରିକି ତାର ଯିବ ଦେଖନ୍ତୁ ଗାଇଛି କେଉଁ ଭଳିଆ କଚରା କରିଛନ୍ତି। କହିବୁ କାହାକୁ? ଦେଖିବ ବା କିଏ, ଶୁଣିବ କିଏ? ତ ଗାଇଛି ଦେଖିବାର ତ ବନ୍ଧ କେଉଁ ଭଳିଆ ହରା ଭରା ହେଇଟା ପୁରା ଫୁଲ ହେଇଯାଇଛି। ଆଉ ଟିକେ ଜାଲ ବସେଇଛି। ମାଛ ଖାଇସାରା ପୁରା କି ମାଛ ଜାଲ ବସେଇ ଯୋଉ ଯାହା ମାଛ ଆଉ ମାଛଟା ଉଠି ଯାଉଛି। ମାଛଟା ଉଠିଗଲା କି ଏଇଟା ପଛରେ ରୁଲେ ରେ ଯୋଉଟା ମାନେ ଦେଖେ ଯୋଉଟା ତଡ଼ି ନେଇଛି ସେଟା ପଛରେ ରହିଥିବେ ନାଇଁ। এইটি তো মাছ ଥିବେ কে ছেড়ে না ଖାଇବୁନି କାଁ ମାଛ ଖାଇବିନି ଯେ ଭାଇ, ଖାଇବନି ବୋଲି କ'ଣ ଲୋଭ ରହିଲେ। ମାନେ ଦେଖ କ'ଣ ଆସୁଛୁ ଭାଇ, ଯେମିତି ସମ୍ଭଳିଆ ଲାଗ। ପାଣି ତ ଛାଡ଼ୁନି। ଏଇ ଖଣି ଯୋଉ 3 ମାସ କି 4 ମାସ, 3 ମାସ ନାଇଁ କି, ଏଇ 3 ମାସେ ପୁରା ମାନେ ଏଇ ଯୋଉ କିଆରଟା ଦେଖ କେମିତି ଗ୍ରୀନ୍ ଦେଖାଯାଉଛି। ଜାନୁଆରୀ ଆଡ଼େ କଟା ସରିବ ନା, ଟିକେ ଜାନୁଆରୀ ଫେବୃଆରୀ ଆଡ଼କୁ କଟା ସରିବ ନା, ଜାନୁଆରୀ ନାଇଁ ମାର୍ଗଶିର ବେଳକୁ କେତେବେଳେ ଧାନ ପାଚି ଆସିବ ସେତେବେଳକୁ ଦେଖିବ ମାନେ ପୁରା ଗ୍ରୀନ୍ କରିଡର ହେଇକିନା ୟେଲୋ କରିଡର ହେଇଯାଇଥିବ। କିନ୍ତୁ ଏଇଖୁଣି ଯେଉଁ ଉଠିବ ଯେତେବେଳେ ମାନେ ଘଣ୍ଟେ ଉଠିବ ପୁରା ଗ୍ରୀନ୍ ହେଇଯିବ ଏରିଆଟା ପୁରା। ମାନେ ଭାଇ ଫଟୋ ପୁରା ଭିଉ ଆଣିବ, ନଙ୍ଗା ଭିଉ ଆଣିବ। ରାସ୍ତାରେ ଦେଖୁଛନ୍ତି ପାଣି, ये पानी कब सूखेगा रे भाई? भाई ମାନେ ଦେଖ ଏଇ ରୁଟା କେତେବେଳେ ଶୁଖିପାରିବନି ଭାଇ। ବର୍ଷା ସବୁଦିନ ହେଉଛି, ବର୍ଷା ସବୁଦିନ ପାଣି ହେଉଛି। तो गाइस रेंगते रेंगते कहाँ पहुँचे वो हिंदी भी ठीक है, बहुत ज़्यादा बढ़िया लग रहा है। तो आम आसी पहुँची गलुनी आमर मेडिकल पाख। मौसा जन चल चल जाऊँगी, ये तो बयस है ना। आउ ये सब तो पानी चुआड़े देखला खाली पानी 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 पानी, तू है पानी मुहे पानी, मुहे पानी मुहे पानी।
ଏ ବନ୍ଧ କେତେ ଫୁଲ ମାନେ ପୁରା ଥୁଲୁ ଥୁଲୁ ରାନୀର ଗୋଟେ ଫଟୋ ଆଣିନି କାରଣ ଏଇ ଯୋଉ ସେଇଟା ପାଖାପାଖି କେତେ ପାଣି ଥିଲା ଜାଣିଛ ମୋ ଭଳିଆ 3ଟା ଲୋକ ଷ୍ଟେଟ୍ ବୁଡ଼ିବେ ସେତିକି ପାଣି ଅଛି ଏଠି ଦେଖାଯାଉଥିବ ଆପଣଙ୍କ ସମାନ କିନ୍ତୁ ଭାଇ ବହୁତ ଗଭୀର ଗାଇସ୍ ବର୍ଷା ଚାଲିଛି ଆଉ ଆମର ନୂଆ ମେଡ଼ିକାଲ ପୁରା ଅଲୱେଜ୍ କମ୍ପ୍ଲିଟ୍ ହେଇ ଆଇଲାଣି ପାଖାପାଖି ଭିତର କାମ ଚାଲିଛି ଆଉ ଏଠି ଯେଉଁ ବାଟ ଥିଲା ତ ମୁଜିଦେଲେ ଏଠି ରଖିବା କଥା ଆକ୍ଚୁଆଲି ବାଇପାସ୍ ଯେହେତୁ କିନ୍ତୁ ରଖିଲେନି ତାକ ମରୁଛି ଆରେ ଠେଉ ନାହିଁ ଲୋ ଏଟା ଭୁବନେଶ୍ୱର ସବୁ ସେଠି ଯୋଉ ଅଲଗା ଫଟୋ ତ ଆପଣଙ୍କୁ ଦେଖାଇ ଦେଉଛି ମୁଁ ଆଉ ଥରେ ଆମ ଘରର ମାନେ ଭିଜିଟ୍ ଲେଭେଲଟା କେମିତି ହେଉଛି କେତେ ପାଣି ଏଇ ଘରେ ଆମେ ଆସିକି କିଛି ଦିନ ରହିଲୁ ମାନେ ଏତେ ବର୍ଷା ଯେ ଆଉ ଏପଟେ ଦେଖିପାରୁଥିବ ପୁରା ପାଣି ଆଉ ଦେଖିପାରୁଥିବେ କେଉଁ ଭଳିଆ ପାଣି କାଲି ଏଇଠି ଆମର ଅଗଷ୍ଟ 15 ପାଳିଥିଲେ ଡ୍ରାଇଭର ମହାସଂଘ ହେଲା ଆଉ ଦେଖନ୍ତୁ ବର୍ଷା ଚାଲିଛି କେତେ ପାଣି ଦେଖନ୍ତୁ ମୋ ପୁଆ ଭାଡ଼ି ପୁରା ଉଜୁରିଗଲା ଆଉ ଆମେ ମାଛ ଏଇଠୁ ଧରୁ ଏଇଠି ଗାଇଛି ମାଛ ପୁରା ବାହାରେ ଧମା ରାତିରେ ବାହାରୁଛି ସନ୍ଧ୍ୟାକୁ ଦେଖ ମୋ ଝିଅ ପୁଅ ସବୁ ତିନ୍ତୁଛନ୍ତି ବର୍ଷାରେ ଏଇ 2 ଜଣ ତିନ୍ତୁଛନ୍ତି ବର୍ଷାରେ ଆଉ କେତେ ମାଛ ଥିବେ ଟିକେ ଅନୁମାନ କରୁ ଓଇ ନାଲୁ ଯେହେତୁ ଗାଇଛି ପାଣି ପିଇ ଯାଉଥିଲା ବୋଲି ହେ ଆଗଡ଼ାକୁ ମୁଇଁ ସେମିତି ମାନେ ବାଡ଼ା ଦେଇଦେଲି ସେ ପଛ ଘରେ ସେମିତି ବାଡ଼ା ଦେଇଦେଇଛି ବର୍ଷାରେ କମେ ଦେତେ ଜଗିରା হ্যাঁ ବର୍ଷା ତେନ୍ତୁଛି ପିଟି ଦେବି ଏଇ ଖଣି ଯେ କଥା ଉତରି ଯିବ ବର୍ଷା ତେନ୍ତୁଛି ତ ଆସିକି ଫାଇନାଲି ଘରେ ପହଞ୍ଚିଗଲି ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଅଛି ଆମର ଗୋଟେ ଟେଲର ମେସିନ୍ଟା ଆସିଛି ହେରି ନଡ଼ିଆ ଯେଉଁଟାକି ଘୋଡ଼େଇକି ରଖାହେଇଛି କାମ କିଛି ହେଲାନି ନା ଆଉ କିଛି ଇନଷ୍ଟ୍ରୁମେଣ୍ଟ ଦରକାର ହେଉଛି ଯେଉଁଟାକି ଆସିବ ଆଗକୁ ଚାଲ ଏ ଭିଡ଼ିଓଟି ମୁଁ ଏଇଠି ଏଣ୍ଡ କରିଦେଉଛି ଦେଖା ହେବ ପୁଣି ଗୋଟେ ନେକ୍ସଟ ୟୁଟ୍ୟୁବ୍ ବ୍ଲଗ୍ ଉପରେ ନୂଆ ଟପିକ୍ରେ ଆଉ କିଛି ଜାଣିବା କିଛି ଶୁଣିବା କିଛି ନୂଆ ନୂଆ କଥା ନୂଆ ନୂଆ ବାର୍ତ୍ତା ଉପରେ ଆଲୋଚନା କରିବା ତ ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବ ଆଉ ଯଦି ଖରାପ ଲାଗୁଛି ଖରାପ କମେଣ୍ଟ ଦେବ ବି ଆଇ ଡୋଣ୍ଟ ମାଇଣ୍ଡ ରହୁଛି ଗାଇସ୍ ନେକ୍ସଟ ବ୍ଲଗ୍ରେ ଦେଖା ହେବ ବାଏ ବାଏ।